ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି? ମୁଁ ଭଲ ଅଛି, ଭାବୁଛି ଆପଣମାନେ ଭଲରେ ଥିବେ। ତ ଆଜି ଥିଲା ସଣ୍ଡେ, ତା ପାଇଁ ତପୁ ମୁଁ ଗୁନଗୁନ ବାହାରି ପଡ଼ିଥିଲି ବୋଟ୍ କ୍ଲବ୍। କାହିଁକି ନା ଆମେ ଆସି କଟକରେ 2 ବର୍ଷ ହେଲା ରହିଲୁଣି, କିନ୍ତୁ ବୋଟ୍ କ୍ଲବ୍ କ'ଣ ଦେଖିନଥିଲୁ। ତା ପାଇଁ ତପୁ ମୁଁ ଗୁନଗୁନ ଷ୍ଟାଡ଼ିୟମ୍ ପାଖ ଦେଇକି ବାହାରି ପଡ଼ିଥିଲୁ ବୋଟ୍ କ୍ଲବ୍। ତ ବାଟରେ ଗଲାବେଳେ ତପୁ ପଛରେ ଭିଡ଼ିଓ କରିଥିଲା, ଗୁନଗୁନ ମୁଁ ଚାଲିଥିଲୁ ଆଉ ପରସ୍ପରକୁ ଅନେଇ ହସୁଥିଲୁ। ବାଟରେ ଗଲାବେଳେ ଦେଖିପାରିଥିବେ ଗୋଟେ ଲୋକଟେ ଛୋଟ ଛୋଟ ଝିଲମିଲ ବେଲୁନ୍ ବିକୁଥିଲା ଆଉ ବହୁତ ସାରା ଟଏଜ୍ ବିକ୍ରି କରୁଥିଲା, ଦେଖି ବହୁତ ଖୁସି ଲାଗୁଥିଲା। ତାପରେ ଆମେ ଗଡ଼ଗଡ଼େଶ୍ୱର ମନ୍ଦିର ଦେଇକି ଗଲାବେଳେ ବାଟରେ ଦେଖିଲୁ ଗୋଟେ ଲୋକ ସାଣ୍ଟା କ୍ଲଜ୍ର ଡ୍ରେସ୍ ବିକ୍ରି କରୁଥିଲା, କ'ଣ ପାଇଁ କ୍ରିସମସ୍ ପାଇଁ। ତାପରେ ବୋଟ୍ କ୍ଲବ୍ ପାଖରେ ପହଞ୍ଚି ଯାଇଥିଲୁ। ଦେଖିପାରିଥିବେ ଇଏ ହେଲା ବୋଟ୍ କ୍ଲବ୍ର ରୋଡ଼, ଆଉ ଏ ଗୁନଗୁନ ମୋ ସାଇଡ଼୍ରେ ଚାଲିଥିଲା। ତାପରେ ଗଛକୁ ଦେଖି ବହୁତ ଦୁଃଖ ଲାଗିଲା, କାହିଁକିନା ସବୁ ଗଛରେ ପତ୍ର ଥିଲା କିନ୍ତୁ ଏ ଗଛରେ ପତ୍ର ନଥିଲା। ତାପରେ ଆମେ ଆସି ସିଲଭର ସିଟି ବୋଟ୍ କ୍ଲବ୍ ପାଖରେ ପହଞ୍ଚି ଯାଇଥିଲୁ। ଆଉ ଏଣ୍ଟ୍ରି ଫିସ୍ 20 ରୁପିସ୍ ଥିଲା। ଏଣ୍ଟ୍ରି ଫିସ୍ କାଟି ସାରିଲା ପରେ ଆମେ ଭିତରକୁ ଏଣ୍ଟ୍ରି କରିଥିଲୁ। ଦେଖିପାରୁଥିବେ ଏଇଟା ଗୋଟେ ୱାଟର ସାୱାର ଲାଗିଥିଲା, ବଢ଼ିଆ ସୁନ୍ଦର ଲାଗୁଥିଲା। ତାପରେ ବହୁତ ଡେକୋରେଟିଭ୍ ତ ବହୁତ ଥିଲା, ମାନେ ତାର ଭିତର ଯେଉଁ ମାନେ ଆକ୍ଚୁଆଲି ନ୍ୟାଚୁରାଲ୍ ପିସ୍ରେ ଯେଉଁଟା ଭରା ପୁରା ସେଇଭଳିଆ ପରିବେଶ ଥିଲା। ଲୋକମାନେ ବସିଥିଲେ, ଏନ୍ଜୟ କରୁଥିଲେ, କିଛି ଲୋକ ଖାଉ ବି ଥିଲେ। ତାପରେ ଯେହେତୁ ସନ୍ଧ୍ୟା ହେଇଯାଇଥିଲା, ଆମ ହଷ୍ଟେଲର ଟାଇମିଂ 7ଟା ଥିଲା, ତ ସେଥିପାଇଁ ତପୁ ମୁଁ ବାହାରି ପଡ଼ିଥିଲୁ ଆସିବା ପାଇଁ। ତାପରେ ଆସିଲା ବେଳେ ମକା ଖାଇଥିଲୁ, ମକା ସିଝା ବହୁତ ଟେଷ୍ଟି ଥିଲା। ତାପରେ ଭ୍ଲଗ୍ଟି ଏଇ ଶେଷ ହେଇଥିଲା। ଦେଖା ହେବ ନେକ୍ସଟ ଭ୍ଲଗ୍ରେ।